ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଆଲୋଚନା କରୁଥିଲେ, ହେ ରାଜନ୍ୟ ମଣ୍ଡଳୀ, ହେ ରାଜକର୍ମଚାରୀ ମାନେ, ତମମାନେ ଠକିକରି କଣ କରୁଛ? ବିଦେଶୀ କି କୁକୁଡ଼ା ଅଣ୍ଡା ଖୁଆଉଛ। ବିଦେଶୀ ମାନଙ୍କୁ କୁକୁଡ଼ା ଅଣ୍ଡା ଖୁଆଉଛ। ଦେନ୍ କଣ କହୁଛନ୍ତି ରାଧାନାଥ ରାୟ? ନ ପାଇଲେ ଦୁଃଖୀ ପ୍ରଜା ଖୁଦ କୁଣ୍ଡା, ନେଲେ ଘିଅ ଅଟା ସଙ୍ଗେ ଛାଗ ମୁଣ୍ଡା। କାଣ୍ଡ ଜ୍ଞାନ ହୀନ କାଣ୍ଡ ପୃଷ୍ଠ ହୁଣ୍ଡା। ଏଠି କଣ କହୁଛନ୍ତି ଦେଖ ପିଲେ, ତମମାନଙ୍କର 86 ନମ୍ବର ପୃଷ୍ଠାକୁ ଦେଖ। ଏଠି କଣ କହୁଛନ୍ତି? ନ ପାଇଲେ ଦୁଃଖୀ ପ୍ରଜା ଖୁଦ କୁଣ୍ଡା। ପ୍ରଜା ମାନଙ୍କୁ ତମେ ତ ସବୁ ଝୁଣିକି ଖାଇଲ, ପ୍ରଜାମାନେ ଆଉ ଖୁଦ କୁଣ୍ଡା ମାନେ ଅତି ସାଧାରଣ ଖାଦ୍ୟ ଯେଉଁଥିରେ ପ୍ରଜାମାନେ କାଳାତିପାତ କରନ୍ତି। ପ୍ରଜା ମାନଙ୍କର ଦରକାର ନାହିଁ ସେ ବହୁତ ପ୍ରକାର ଖାଦ୍ୟ, ଦରକାର ନାହିଁ ସେ ପ୍ରାଚୁର୍ଯ୍ୟ। ପରନ୍ତୁ ପ୍ରଜା ମାନଙ୍କର ଯାହା ସାଧାରଣ ଖାଦ୍ୟ, ସେ ଖୁଦ ପାଣି ଖୁଣ୍ଡା, ସେ ଯୋଉ ଖୁଦ କୁଣ୍ଡା ଗଣ୍ଡା ଗୋ ତାକୁ ମଧ୍ୟ ତମେ ଛଡେଇ ନେଲ। ସେଇ ଦୁଃଖୀ ପ୍ରଜା ମାନେ ଖୁଦ ଗୁଣ୍ଡା ମଧ୍ୟ ସାଧାରଣ ଖାଦ୍ୟ ଟିକେ ମଧ୍ୟ ପାଇଲେନି। ନେଲେ ଘିଆ ଅଟା ସଙ୍ଗେ ଛାଗ ମୁଣ୍ଡା। କଣ କହୁଛନ୍ତି ଏଠି? କବିବର ରାଧାନାଥ ରାୟ କହୁଛନ୍ତି ନେଲେ ଘିଅ, ତମ ମାନଙ୍କୁ ଘିଅ ନେଇଛ, ଅଟା ନେଇକି ଛେଳି ମାଂସ, ଖାସି ମାଂସ, ଯୋଉଟାକୁ ଆମେ ଛାଗ ମୁଣ୍ଡା କହୁଛେ, ଛେଳି ମାଂସ ନେଇକି କଣ କରୁଛ? କାଣ୍ଡ ଜ୍ଞାନ ହୀନ କାଣ୍ଡ ପୃଷ୍ଠ ହୁଣ୍ଡା। କାଣ୍ଡ ଜ୍ଞାନ, ଯାହାର ସାଧାରଣ ଜ୍ଞାନ ନଥିବ, କଥାରେ କଥାରେ ଆମେ କହୁନେ ତୋର କାଣ୍ଡ ଜ୍ଞାନ ନାହିଁ କିରେ। ତାମାନେ କଣ? କାଣ୍ଡ ଜ୍ଞାନ କହିଲେ ଯାହାର ସାଧାରଣ ଜ୍ଞାନ ନଥିବ, ବୁଝିପାରିଲା? ଯାହାର ସାଧାରଣ ଜ୍ଞାନ ନଥିବ ସେଇଭଳି କାଣ୍ଡ ପୃଷ୍ଠ ହୁଣ୍ଡା। କାଣ୍ଡ ପୃଷ୍ଠ ହୁଣ୍ଡା କହିଲେ କଣ? ନା ଜ୍ଞାନ ଶୂନ୍ୟ ଅସ୍ତ୍ର ବ୍ୟବସାୟୀ, ବୁଝିପାରିଲା? ଯାହାର ସାଧାରଣ କାଣ୍ଡ ଜ୍ଞାନ ନଥିବ ସେଇଭଳିଆ କାଣ୍ଡ ପୃଷ୍ଠ ହୁଣ୍ଡା ଜ୍ଞାନ ଶୂନ୍ୟ ଅସ୍ତ୍ର ବ୍ୟବସାୟୀ ମାନଙ୍କ ଠାରୁ ତମେ କ୍ରୟ କରିବାରେ ଲାଗିଛ, ଅସ୍ତ୍ର କିଣିବାରେ ଲାଗିଛ। ନିରୀହ ପ୍ରଜା ମାନଙ୍କୁ ବିଭିନ୍ନ ପ୍ରକାରର ଜିନିଷ ଖାଦ୍ୟ ଦ୍ରବ୍ୟ ଛଡେଇକି ବିଭିନ୍ନ କର ଖଜଣା ଆଦାୟ କରିକି ସେମାନଙ୍କୁ କୋଉମାନଙ୍କୁ ନା ଯେଉଁମାନଙ୍କ କାଣ୍ଡ ଜ୍ଞାନ ନାହିଁ, କାଣ୍ଡ ଜ୍ଞାନ ହୀନ, କାଣ୍ଡ ଜ୍ଞାନ, କାଣ୍ଡ ପୃଷ୍ଠ ହୁଣ୍ଡା, ସେଇ ହୁଣ୍ଡା ମାନଙ୍କୁ ସେଇ ଜ୍ଞାନ ଶୂନ୍ୟ ଅସ୍ତ୍ର ବ୍ୟବସାୟୀ ମାନଙ୍କୁ କଣ କରୁଛ? ଘିଅ ଅଟା ଛେଳି ମାଂସ ନେଇ ତାଙ୍କଠୁ ଅସ୍ତ୍ର କିଣୁଛ। ଆଉ କଣ କବିବର ରାଧାନାଥ କହୁଛନ୍ତି? ଅଭୀଷ୍ଟ ଦେବତା କଲେ ଲୋଭ ପ୍ରେତ। ଦେଖ ପିଲେ ସ୍କ୍ରିନ କୁ ଦେଖ। ଅଭୀଷ୍ଟ ଦେବତା କଲ ଲୋଭ ପ୍ରେତ, ନଚେତିଲ ଖାଇ ବିପଦର ବେତ। ଜମା ଚେତୁନ, ତମେ ମାନେ କେତେ ବିପଦର ବେତ ଖାଇଲଣି, ତଥାପି ତମେ ମାନେ ଚେତୁନ। ଇଂରେଜ ମାନେ ଆଇଲେଣି, ବିଭିନ୍ନ ପ୍ରକାରର ନୀତି ନିୟମ ତମମାନଙ୍କୁ ବାନ୍ଧିକି, ବୁଝିପାରିଲା? ବିଭିନ୍ନ ପ୍ରକାରର ନୀତି ନିୟମରେ ତମମାନଙ୍କୁ ବାନ୍ଧିକି ତମମାନଙ୍କର ରାଜ୍ୟକୁ ନେଇ ସାରିଲେଣି, ତମମାନଙ୍କୁ ବିଭିନ୍ନ ଚକ୍ରାନ୍ତରେ ଫସେଇ ସାରିଲେଣି। କେତେ ବିପଦର ବେତ, ବୁଝିପାରିଲା? କେତେ ବିପଦର ବେତ ତୁମେ ଖାଇଛ, ତଥାପି ଚେତୁନ। କବିବର ରାଧାନାଥ ରାୟ କହୁଛନ୍ତି, କଣ କହୁଛନ୍ତି? ନା ତମ ମାନଙ୍କର ଯୋଉ ଅଭୀଷ୍ଟ ଦେବତା, ତମ ମାନଙ୍କର ଯୋଉ ଗୃହର ବା ରାଜପୁରୀର ଇଷ୍ଟ ଦେବତା, ସେ କଣ କରୁଛ? ସେ ଇଷ୍ଟ ଦେବତାଙ୍କୁ ତୁମେ କରିସାରିଲଣି କଣ? ଲୋଭ ପ୍ରେତ। ତମେ ମାନେ ଲୋଭ ପ୍ରେତ କରିସାରିଲଣି। ଲୋଭ ପ୍ରେତ କହିଲେ କଣ? ଲୋଭଗ୍ରସ୍ତ ପ୍ରେତ, ଯେ ଲୋଭ କରେ। ତମ ମାନଙ୍କର ଅଭୀଷ୍ଟ ଦେବତା, ତମ ମାନଙ୍କର ଇଷ୍ଟ ଦେବତା, ଯିଏକି ତମ ମାନଙ୍କର ମଙ୍ଗଳ କାମନା କରନ୍ତି, ଯିଏକି ତମ ମାନଙ୍କର ପୂର୍ବ ପୁରୁଷ ମାନଙ୍କୁ ଯିଏକି ଉତ୍ତମ ଜ୍ଞାନ ଦେଉଥିଲେ, ବୁଝିପାରିଲା? ଯିଏକି ଆଶୀର୍ବାଦ କରୁଥିଲେ ଆଗକୁ ଆଗକୁ ବିଶାଳ ପ୍ରତିଷ୍ଠା କରିବା ପାଇଁ, ପରନ୍ତୁ ତମେ ମାନେ କଣ କରିସାରିଲଣି? ଲୋଭ ପ୍ରେତ କରିସାରିଲଣି। ଏବଂ ଯେତେ ବି ବିପଦର ବେତ ଖାଇଛ, ତଥାପି ତମେ ମାନେ ଚତୁର। ଏଇଭଳି ଭାବରେ କଡା ସମାଲୋଚନା କରି କବିବର ରାଧାନାଥ ରାୟ କହୁଛନ୍ତି। ଦେନ୍ କଣ କହୁଛି? ଆସ ଆଲୋଚନା କରିବା। ଦେଖ
ସଦା ହୋଇ ପାପ ଦ୍ରବୀଣ ପ୍ରତ୍ୟାଶୀ ପ୍ରଜା ମଧ୍ୟେ ପାପ ବୃଦ୍ଧି କି ମନାସୀ। ସଦା ହୋଇ ପାପ ଦ୍ରବୀଣ, ସଦା ହୋଇ, ସଦା କହିଲେ ସବୁବେଳେ ତମେ ହେଉଛ କଣ ହେଉଛ? ପାପ ଦ୍ରବୀଣ, ପାପ ଦ୍ରବ୍ୟ ପ୍ରତ୍ୟାଶୀ। ପ୍ରତ୍ୟାଶୀ କହିଲେ ଯିଏ ଆଶା କରନ୍ତି, ଆଶାୟୀ। ତମେ ମାନେ ସଦାବେଳେ ପାପ ଧନକୁ, ପାପ ଦ୍ରବ୍ୟକୁ, ପାପ ଦ୍ରବ୍ୟକୁ ର ଆଶା ରଖୁଛ। ତମେ ମାନେ ପ୍ରତ୍ୟାଶୀ, ତମେ ମାନେ ଆଶାୟୀ, ପାପ ଦ୍ରବ୍ୟର ଆଶାୟୀ ତମେ ମାନେ। ଦେନ୍ ପ୍ରଜା ମଧ୍ୟରେ ବା ପାପ ବୃଦ୍ଧି କି ମନାସୀ। ପ୍ରଜା ମାନଙ୍କ ମଧ୍ୟରେ ତମେ ମାନେ କଣ କରୁଛ? ପାପ ବୃଦ୍ଧି କି ମନାସୁଛ। ପିଲେ ମନାସୀ କହିଲେ ଇଚ୍ଛା କରିବା। ତମେ ମାନେ କଣ ଇଚ୍ଛା କରୁଛ? ପ୍ରଜା ମାନଙ୍କ ମଧ୍ୟରେ ପାପ ବୃଦ୍ଧି କରିବା ପାଇଁ ପାପ ବୃଦ୍ଧି ତମ ମାନଙ୍କର ସଦାବେଳେ ଇଚ୍ଛା। ତମ ମାନଙ୍କର ସଦାବେଳେ ଇଚ୍ଛା କେମିତି ପାପକୁ ମୁଁ ବଢାଇବି। ବୁଝିପାରିଲା? ପାପ ବୃଦ୍ଧି ତମ ମାନଙ୍କର ମନାସୀ, ତମ ମାନଙ୍କର କଣ ମନସ୍କାମନା କରୁଛ? ପାପ ବୃଦ୍ଧି କରିବେ। ବୁଝିପାରିଲା? ପ୍ରଜା ମାନଙ୍କ ଭିତରେ ଏବଂ ପାପ ଦ୍ରବ୍ୟକୁ ଆଶା କରିବେ। ଏବଂ ଆଉ କଣ? ରହିଥାଅ ଡାକି କରି ଜରିମନା ଧନେ ପୁରାଇବା ଲାଗି ମାଲଖାନା। ରହିଥାଅ ଟାକି, ସଦାବେଳେ ଟାକି ରହିଛ। ଟାକି କହିଲେ କଣ? ସଦାବେଳେ ଅନେଇ ରହିଛ, ସଦାବେଳେ ଅପେକ୍ଷା କରି ରହିଛ। କଣ ଅପେକ୍ଷା କରି ରହିଛ? ଜରିମନା କେମିତି କରିବେ, ପ୍ରଜା ମାନଙ୍କ ଉପରେ କେମିତି ଜରିମନା କରିବେ। ପ୍ରଜା ମାନଙ୍କ ଭୁଲ କଲେ ତାଙ୍କଠୁ ଜରିମନା କରିବେ। ବୁଝିପାରିଲା? ଅନ୍ୟାୟ ଅନୀତି ଭାବରେ କିଭଳି ଜରିମନା କରିବେ, ବିଭିନ୍ନ ପ୍ରକାରର କର ଆଦାୟ କରିବେ, ତାହେଲେ ସଦାବେଳେ ସେଇଥିପାଇଁ ଟାକିକି ରହିଥିବେ। କେତେବେଳେ ଭୁଲ କଲେ ବୁଝିପାରିଲା ତାକୁ ମାଡି ବସିବେ। ବୁଝିପାରିଲା? କେତେବେଳେ ଭୁଲ କରିବେ ତାକୁ ମାଡି ବସିବେ। ବୁଝିପାରିଲେ ନା ନାଇଁ? ରହିଥାଅ ଡାକି କରି ଜରିମନା ଧନେ ପୁରାଇବା ଲାଗି ମାଲିକାନା, ସରି ମାଲଖାନା। ତମର ଯୋଉ ମାଲଖାନା ଅଛି, ତମର ଯୋଉ ଟ୍ରେଜରୀ ଅଛି, ତମର ଯୋଉ କଥାଗାର ଅଛି, ସେଇଠି ଧନା ପୁରେଇବ। ବୁଝିପାରିଲା? ସେଇଠି ତମେ ମାନେ ସଦାବେଳେ ଟାକିକି ରହିଛ, ସଦାବେଳେ ଅପେକ୍ଷା। ହେ ରାଜନ୍ୟ ମଣ୍ଡଳୀ, ତମେ ମାନେ ହେ ରାଜ କର୍ମଚାରୀ, ତମେ ମାନେ ସଦାବେଳେ ଟାକିକି ଅଛ, ସଦାବେଳେ ଅପେକ୍ଷା କରିକି ଅଛ କେମିତି ଜରିମନା କରିକି ନିଜର ମାଲଖାନା, ନିଜର ଟ୍ରେଜରୀ ଘର, ନିଜର ଅର୍ଥାଗାର ଧନର ପରିପୂର୍ଣ୍ଣ କରିବା ପାଇଁ କି ତମେ ମାନେ ସମସ୍ତେ ଟାକିକି ଅଛ। ଆଉ କଣ କହୁଛନ୍ତି? ଧନର ଲାଳସା ଜାଗ୍ରତେ ସପନେ ଧନ ବିନୁ ନାହିଁ ଆନ ଚିନ୍ତା ମନେ। ସଦାବେଳେ ତମର ଗୋଟିଏ ଚିନ୍ତା, ଧନ ଧନ ଧନ। ମୋ ଧନ ଭାଙ୍ଗି ଦେଇଗଲା ମୋରି ମନ। ଧନ, ଆଚ୍ଛା କଣ ନା ଧନର ଲାଳସା, ତମର ଲାଳସା ରହିଛି। କାହାର ଲାଳସା? ଧନର ଲାଳସା। ଧନ ପ୍ରତି ତମ ମାନଙ୍କର ଲୋଭ ରହିଛି। ସେ ସପନେ, ଜାଗ୍ରତ ସପନେ। ବୁଝିପାରିଲା? ତମେମାନେ ଚେଇଁଥାଅ କି ତମେମାନେ ସପନ ଦେଖୁଥାଅ। ଶୟନ ସପନେ ଅବା ଜାଗରଣୀ, ସବୁବେଳେ ତମେମାନେ ଚେଇଁକି ଥା କି ଶୋଇଥା। ସଦାବେଳେ ତମର ଗୋଟିଏ ଚିନ୍ତା, କେମିତି ଧନ ପାଇବି, ଧନର ଲାଳସା। ତମେ ସଦାବେଳେ ତମେ ମାନେ ଧନ ପ୍ରତି ଲୋଭ କରୁଛ। ଆଉ କଣ? ଧନ ବିନୁ ନାହିଁ ଆନ ଚିନ୍ତା ମନେ। ଧନ ବିନୁ, ଧନ ଛଡା ତମର ଆନ ଚିନ୍ତା, ଅନ୍ୟ କୌଣସି ଚିନ୍ତା ଆଉ ନାହିଁ, ମନରେ ନାହିଁ। ବୁଝିପାରିଲା? କବିବର ରାଧାନାଥ ରାୟ କହୁଛନ୍ତି, ସେ ସପନରେ ହଉ କି ତମମାନେ ଚେଇଁଥାଅ, ସଦାବେଳେ ତମର ଧନର ଲାଳସ ରହିଛି। ଧନ ଛଡା, ଧନ ବିନୁ, ଧନ ଛଡା ମନରେ ମଧ୍ୟରେ ଆନ ଚିନ୍ତା, ଅଲଗା ପ୍ରକାର ଚିନ୍ତା ଆଉ ଜମା ନାହିଁ। ଦେନ୍ ଆଉ କଣ କହୁଛନ୍ତି? ଏସବୁ ଦେଖ ବିଲେ, ଏସବୁ ତମ ମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଠିକ ଅଛି? ତାହେଲେ ଆଜି ପାଇଁ ବସ ଏତିକି।